ବିଛଣାରେ ଶୋଇକି ଏହି ଗୋଟିଏ ମନ୍ତ୍ର ମାତ୍ର 3 ଥର ପଢ଼ି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ନାରୀ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, ତାହାର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ବଶୀକରଣ ମନ୍ତ୍ରକୁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ବିଛଣାରେ ଶୋଇକି ମାତ୍ର 3 ଥର ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ କେଉଁ ବି ଝିଅ ବା ବିବାହିତା ନାରୀକୁ ପଟେଇ ପାରିବେ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କେଉଁ ବି କୁଆଁରୀ ଝିଅ ବା ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ମଧ୍ୟ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ। ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହେଇଛି। ତେଣୁ ଆପଣ ବି ମନରେ ବିଶ୍ୱାସ ରଖି ମାତ୍ର ଗୋଟିଏ ଥର ଏହି ବଶୀକରଣ କରିକି ଦେଖନ୍ତୁ। ତାପରେ ଦେଖିବେ ଚମତ୍କାର କିପରି ଯେଉଁ ଝିଅ ପଟୁନଥିଲା ସେ ଝିଅ ପାଗଳି ପରି ଆପଣଙ୍କୁ ଭଲ ପାଇବ। ଯେଉଁ ବିବାହିତା ନାରୀ ଆପଣଙ୍କୁ ଭାव ଦେଉନଥିଲା, ସିଏ ରାତି ଦିନ ଘରକୁ ଡାକିବ। ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି କିମ୍ବା କେଉଁ ବି ବିବାହିତା ନାରୀକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ନାରୀ ମୋହିନୀ ବଶୀକରଣ, ଝିଅ ପଟେଇବା ପାଇଁ ବଶୀକରଣ, ଯାହାର ପ୍ରୟୋଗରେ ଆପଣ ନିଜ ପସନ୍ଦର ସେ ଝିଅ ବା ବିବାହିତା ନାରୀକୁ ନିଜ ବଶରେ କରିପାରିବେ। ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କାହିଁକି ନା କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି ସିଏ ଆପଣଙ୍କୁ ଭଲ ପାଏନି, ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ନିଜର ସବୁ ସମୟ ସାରି ଦିଅନ୍ତି। ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ଝିଅ ପଟେଇ ପାରୁନାହାନ୍ତି, ତେବେ ମାତ୍ର ଥରେ ଆଜି ରାତିରେ ବିଛଣାରେ ଶୋଇକି ଏହି ଗୋଟିଏ ମନ୍ତ୍ରକୁ ମାତ୍ର 3 ଥର ପଢ଼ିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ। ଯେମିତି ସକାଳ ହେବ ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ମଧ୍ୟ ନିଜ ପ୍ରେମରେ ଦିବାନୀ କରିପାରିବେ, ଆଉ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ବିଧିକୁ ଆପଣ କିପରି କରିବେ, କେମିତି କରିବେ, ଯାହାର ପ୍ରୟୋଗରେ ଆପଣ ନିଜ ପସନ୍ଦର ସେ ଝିଅ ବା ନାରୀକୁ ପଟେଇ ପାରିବେ। ତେବେ ବିଧିଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ରାତିରେ ଶୋଇବା ପୂର୍ବରୁ କରିବେ। ନିଜ ବିଛଣାରେ ଶୋଇକି ଏହି ବିଧିକୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ, ଗୋଡ଼, ମୁହଁ ଧୋଇ ସଫା ବସ୍ତ୍ର ପିନ୍ଧି ଆପଣ ଏହି ବଶୀକରଣକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ, ନିଜର ବିଛଣା ଉପରେ ପୂର୍ବ ଦିଗକୁ
ମୁଣ୍ଡ କରିକି ଶୋଇପଡ଼ିବେ। ତାପରେ ନିଜର ଡାହାଣ ହାତକୁ ଛାତି ଉପରେ ରଖିବେ ଆଉ ଆଖି ବନ୍ଦ କରି ସେ ଝିଅ ବା ବିବାହିତା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ ମାତ୍ର 3 ଥର ପଢ଼ିବେ। ଓମ୍ ନମଃ କାମାକ୍ଷା ଦେବୀ ଆମୁକଂ ମେ ବଶ୍ୟମ୍ କୁରୁ କୁରୁ ଫଟ୍ ସ୍ୱାହା। ଓମ୍ ନମଃ କାମାକ୍ଷା ଦେବୀ ଆମୁକଂ ମେ ବଶ୍ୟମ୍ କୁରୁ କୁରୁ ଫଟ୍ ସ୍ୱାହା। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ସ୍ତ୍ରୀର ନାମ ଉଚ୍ଚାରଣ କରିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ 3 ଥର ପଢ଼ି ସାରିବା ପରେ ଆପଣ କ'ଣ କରିବେ, ଛାତି ଉପରୁ ହାତକୁ କାଢ଼ିବେ ଆଉ ଛାତିରେ ମାତ୍ର ଗୋଟିଏ ଥର ଫୁଙ୍କିଦେବେ। ଏହିପରି ଆପଣ ଲଗାତାର 3 ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ପୂର୍ବରୁ କରିବେ। ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ଏପଟେ ଆପଣ ଏହି ବିଧିକୁ କରିବା ମାତ୍ରେ ସେପଟେ ସେ ଝିଅ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।